ଗୁରୁ ଦିବସ ପାଇଁ 10 ଧାଡ଼ି ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଏବଂ ଗୁରୁମାବୃନ୍ଦ ଏବଂ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ଆଜିର ଏହି ପବିତ୍ର ଗୁରୁ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମେ ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରିଥାଉ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଆମ ଭାରତର ଦ୍ୱିତୀୟ ରାଷ୍ଟ୍ରପତି। ସେ ଜଣେ ଆଦର୍ଶ ଶିକ୍ଷକ ଓ ଦାର୍ଶନିକ। ତାଙ୍କ ଜନ୍ମଦିନକୁ ମନେ ପକାଇବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛେ। ଶିକ୍ଷକମାନେ ଆମ ଭବିଷ୍ୟତକୁ ଉଜ୍ଜ୍ୱଳ କରି ଗଢ଼ି ତୋଳିଥାନ୍ତି। ସାଧାରଣତଃ ଆମ ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ, କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆସିଥାନ୍ତି ଶିକ୍ଷକ ବା ଗୁରୁ। ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବା ସହିତ ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ଆମେ ପ୍ରତିବର୍ଷ ଏହି ଗୁରୁ ଦିବସ ପାଳନ କରିଥାଉ। ମୋ ପ୍ରତି ଉତ୍ସର୍ଗୀକୃତ ଥିବା ମୋର ସମସ୍ତ ଶିକ୍ଷକମାନଙ୍କୁ ଆଜିର ଦିନରେ ମୁଁ ଧନ୍ୟବାଦ ଜଣାଉଛି।